କ୍ଷୀରଦ ଭାଇନା ଏବେ ଶୁଣିବାକୁ ମିଳୁଛି କୋଅପରେଟିଭ ବ୍ୟାଙ୍କ ବା କୋଅପରେଟିଭ सोसाइटी ମାଧ୍ୟମରେ ଚାଷୀମାନଙ୍କୁ ଯେଉଁ ଋଣ ଦିଆହେଉଥିଲା ତାদের ତ ଯାହା ହେଇଛି ଏବେ ସରକାର ସ୍ଥିର ନେଇଛନ୍ତି सोसाइटीର ସେକ୍ରେଟାରୀ ମାନଙ୍କୁ ବଦଳି କରିବେ ଆଉ 2 ମାସକୁ 3 ମାସର ଟାଇମ୍ ନେଇଛନ୍ତି କ'ଣ ତାର ତର୍ଜମା ଚାଲିଛି ଲୋକମାନଙ୍କର ଅଭିଯୋଗ ଉପରେ। ଆଉ ଯଦି ବଦଳି କରାଯାଏ ତାହେଲେ ପ୍ରକୃତରେ କ'ଣ ସମାଧାନ ହେଇପାରିବ ଲୋକମାନଙ୍କର ହେଇପାର ନା ପ୍ରକୃତରେ କ'ଣ ହବ ଏ ବିଷୟରେ ଆପଣ କହିଲେ? ଦେଖନ୍ତୁ କୋଅପରେଟିଭ सोसाइटीର ସେକ୍ରେଟାରୀ ସମ୍ପାଦକ ଯେଉଁମାନେ ଅଛନ୍ତି ତାଙ୍କୁ ବଦଳି କରିବାକୁ ସ୍ଥିର ଯେଉଁ ମନ୍ତ୍ରୀ କହୁଛନ୍ତି ସେମାନେ ଭାବୁଛନ୍ତି ସେମାନେ ମିଛ ଲୋକମାନେ ଅଭିଯୋଗ କରୁଛନ୍ତି ସେକ୍ରେଟାରୀଙ୍କ ନାଁରେ ଏଥିପାଇଁ ବଦଳି କଲେ ତାର ସମାଧାନ ହବ ତା ହବନି। କ'ଣ ହବ ପ୍ରତ୍ୟେକ କୋଅପରେଟିଭ सोसाइटीରେ ଅଧିକାଂଶ ଲୋନ ଚାଷୀ ମାନଙ୍କୁ ଯେତିକି ସାଂକ୍ସନ ହେଇଛି ସେତିକି ଦିଆଯାଇ ନାହିଁ ତାଙ୍କ ନାଁରେ ଟଙ୍କା ହଡପ ହୋଇଛି ଚେକ୍ ମାଧ୍ୟମରେ। କାହିଁକି ଚାଷୀ ମାନେ ଚେକ୍ ଫିଲଅପ୍ କରନ୍ତିନି ଦସ୍ତଖତ କରନ୍ତି କେତେ ଉଠେ କ'ଣ ହୁଏ ସେମାନେ ସବୁ ଫିଲଅପ୍ କରନ୍ତି। ଦୁଇରେ ହେଲା ସବୁ ଅଧିକାଂଶ सोसाइटीରେ ପାସବୁକ୍ ଚାଷୀଙ୍କ ପାଖରେ ନାହିଁ ସେବା ସମବାୟ ସମିତିରେ ରହୁଛି ସେମାନେ ଋଣ କେତେ ନେଇଛନ୍ତି ଅଧିକାଂଶ ଲୋକ ଜାଣିନାହାନ୍ତି। ବୋର୍ଡ ମେମ୍ବର ପରିବାର ପିଛା ଲକ୍ଷାଧିକ ଟଙ୍କା ନେଇଛନ୍ତି କିନ୍ତୁ ବଦଳିଟା ନିଷ୍ପତ୍ତି କରିଛନ୍ତି ସରକାର ଭଲ କରିଛନ୍ତି। ବଦଳି ହବା ଆଗରୁ ଏହାକୁ କ'ଣ ହବ ନା ସରକାର ସ୍ତରରେ এটা ପ୍ରଚାର କରାଯିବ ଏହି ସେକ୍ରେଟାରୀଙ୍କର ବଦଳି କରାଯାଉଛି ଏମାନେ ଯେଉଁମାନେ ଋଣ ନେଇଛନ୍ତି ପ୍ରକୃତରେ କେତେ କେତେ ଟଙ୍କା ନେଇଛନ୍ତି ସେମାନେ ପାଇଛନ୍ତି ନା ନାହିଁ ପ୍ରକୃତରେ ଚାଷୀ ସେତିକି ନେଇଛନ୍ତି ନା ନାହିଁ ତାର ତର୍ଜମା ହେବା ଦରକାର। ତର୍ଜମା ହେଲା ପରେ ଯିଏ ଧର କମ୍ ଋଣ ନେଇଥିବ ତାର ଅଧିକ ଲେଖା ହେଇଥିବ ସେ ନେଇନଥିବ ସେ ସେକ୍ରେଟାରୀ ତାକୁ ରିକଭରି ହେବା ଦରକାର। ରିକଭରି ହେଲେ ଚାଷୀର ଲାଭ ହବ। କାହିଁକି ରିକଭରି କରିବ କିଏ? ସରକାର କରିବେ। ଯେତେବେଳେ କମ୍ପ୍ଲେନ୍ ଦବ କିଏ? କମ୍ପ୍ଲେନ୍ ଦବ କିଏ? ଯେତେବେଳେ ସରକାର ବଦଳି ସିଦ୍ଧାନ୍ତ କମ୍ପ୍ଲେନ୍ ଦବ କିଏ? କମ୍ପ୍ଲେନ୍ ବା କହିଲି ବଦଳି ଯେତେବେଳେ ସିଦ୍ଧାନ୍ତ କରିବେ ସରକାର। କାଇଁ ଏବେ କ'ଣ କମ୍ପ୍ଲେନ୍ ଦେବେ ମୋ ନାଁରେ କେତେ ଋଣ ଅଛି? ଅଧିକାଂଶ ଲୋକ ଏ ବିଷୟରେ ଜାଣିନାହାନ୍ତି କେତେ ଟଙ୍କା ଋଣ ନେଇଛନ୍ତି କମ୍ପ୍ଲେନ୍ କରିବ କିଏ? ଯଦି ସରକାର ସ୍ତରରେ ବଦଳି ଚିନ୍ତା କଲେ ସରକାର ସ୍ତରରେ ଏଇଟା କୁହାହବ ପ୍ରତ୍ୟେକ ଗଣମାଧ୍ୟମରେ ହବ ପେପରରେ ବାହାରିବ ଅମକ ସେକ୍ରେଟାରୀ ସମ୍ପାଦକ ଅମକ सोसाइटीରୁ ତାଙ୍କୁ ବଦଳି କରାଯାଉଛି। ଯଦି କାହାର କେତେ ଟଙ୍କା ଋଣ ନେଇଛନ୍ତି ଭଲ ମନ୍ଦ ହେଇଛନ୍ତି ତାକୁ ତର୍ଜମା କରନ୍ତୁ ଆପଣ ସେତିକି ଋଣ ପାଇଛନ୍ତି ନା ନାହିଁ। ଯଦି ପାଇନାହାନ୍ତି ତାକୁ ବସିକି ମିଟିଂ କରାଯାଉ କାହିଁକିନା ମିଟିଂ କରାହେଲେ ଚାଷୀ କେତେ ଲୋକ ହେଇଛି ତାଙ୍କ ନାଁ ପଢ଼ା ହେବ କେତେ ଟଙ୍କା ସେମାନେ ଋଣ ନେଇଛନ୍ତି ସେଇଠି ପ୍ରତିବାଦର ସ୍ୱର ହେବ। ଯଦି ପ୍ରକୃତ ଚାଷୀ ନେଇନାହାନ୍ତି କାହିଁକିନା ଚାଷୀ ଦସ୍ତଖତ କରେ ଚେକ୍ ଫିଲଅପ୍ କରିନଥାଏ ତାର ତର୍ଜମା ସବୁ ଯାକ କଲା ଅନ୍ଧ ଭାବରେ ସାଇନ୍ କରିଦବ ତମେ ଚେକ୍ ବୁକ୍ ଦେଇଦବ ଅନ୍ଧ ଭାବରେ ସାଇନ୍ କରିଦବ ଲୋକ ଶୁଣନ୍ତୁ ସବୁ କଥା ଉପରେ ତର୍ଜମା କରନ୍ତୁ। ଗୋଟେ ଲୋକ ନେଇକି ଯଦି ମନା करे ମୁଁ ନେଇନି ମାନେ ତାର ତ ଦସ୍ତଖତ ଟାଲି ହବ ନା ନାହିଁ ତାର କାଗଜ ପତ୍ର ଟାଲି ହବ ନା ନାହିଁ। କେତେ ପରିବାର ପିଛା କେତେ ଗୋଟାଏ ଜମିକି କେତେ ଥର ଋଣ ଦିଆହେଇଛି ତା ପରିବାରରେ ବୋର୍ଡ ମେମ୍ବର ମାନେ କେତେ କେତେ ଟଙ୍କା ନେଇଛନ୍ତି ସେମାନେ ତର୍ଜମା ହେବା ଦରକାର। କାହିଁକିନା ସେକ୍ରେଟାରୀ ବଦଳି ଗଲାନି ଇଏ ସମସ୍ତେ ହାଲକା ହେଇଯିବେ କାହିଁକିନା ଯେଉଁମାନେ ଠକିଛନ୍ତି ତାଙ୍କର ଲାଭ ହବ ଯେଉଁମାନେ ପ୍ରକୃତରେ ଋଣ ନେଇଛନ୍ତି କମ୍ ଅଧିକ ତାଙ୍କ ନାଁରେ ଲେଖା ହେଇଛି ସେମାନେ ହଇରାଣ ହେବେ। କିନ୍ତୁ ଏଇଟା ସରକାର ସ୍ତରରେ ଏଇଟା ତଦନ୍ତ ହେବା ନିହାତି ଦରକାର କାହିଁକିନା ଏଇଟା ହେଲେ ତାହେଲେ ଚାଷୀର ଉନ୍ନତି ହବ ତ ସମବାୟ ସମିତିର ଲାଭବାନ ହବ। କିନ୍ତୁ सोसाइटी ବହୁତ सोसाइटी ହେଉଛି ଗୁଡ଼ାଏ ଘୋଟାଲା ହେଇଛି ଅଧିକାଂଶ ଏଇଟା କରାଗଲେ କିନ୍ତୁ ଭଲ ହବ।